ଏକ ଛୋଟ ଗାଁ ଥିଲା। ଗାଁର ଶେଷରେ ଥିଲା ଜଣେ ସରଳ ଲୋକ, ଗୋପାଳ ବାବୁ। ସେ ଗାଁରେ ପୋଷ୍ଟମାଷ୍ଟର ଥିଲେ। ତାଙ୍କ ସହିତ ଜୀବନସାଥୀ ସୁନିତା ଓ ଦୁଇ ଛୁଆ, ବଡ଼ ବିକାଶ ଓ ଛୋଟ ସୀମା। ଗୋପାଳ ବାବୁ ଏମିତି ଜଣେ ବାପା ଥିଲେ ଯେଉଁଠି ପିଲାଙ୍କ ପାଇଁ ନିଜ ଜୀବନକୁ ଅଳ୍ପ ମୂଲ୍ୟ ଦେଉଥିଲେ। ସେ ପ୍ରତିଦିନ ସକାଳେ ସୀମାକୁ ସ୍କୁଲ ଛାଡ଼ି ପୋଷ୍ଟ ଅଫିସ ଯାଇ ରାତିରେ ଫେରି ଆସି ବିକାଶ ପାଇଁ ପଢ଼ାପାଠରେ ସାହାଯ୍ୟ କରୁଥିଲେ। ବିକାଶ ଅତି ମେଧାବୀ ଥିଲା। ତାଙ୍କ ସ୍ୱପ୍ନ ଥିଲା ଏକ ଦିନ ସହରକୁ ଯାଇ ବଡ଼ ଇଞ୍ଜିନିୟର ହେବା। ବିକାଶ କହିଲେ, ବାପା, ମୁଁ ଏ ଗାଁରେ ରହିବି ନାହିଁ, ମୁଁ ସହରକୁ ଯିବି। ବଡ଼ ଘର, ବଡ଼ ଗାଡ଼ି ହେବା ମୋ ଲକ୍ଷ୍ୟ। ଗୋପାଳ ବାବୁ ହସିକି କହିଲେ, ପୁଅ, ଘର ବଡ଼ ହେଲେ ଭଲ, କିନ୍ତୁ ହୃଦୟ ବଡ଼ ହେଲେ ଜୀବନ ସୁନ୍ଦର ହୁଏ। ବିକାଶ ପରୀକ୍ଷାରେ ଟପ୍